ओम शांति। सर्वोच्च पिता परमात्मांकर महान आत्मिक संतान मानंकु हार्दिक शुभेच्छा जणाई आजिर प्रभु चिंतनर आलोचना परिसर को मो समस्तंकु हृदयर सहित अभिनंदन जणाउछि। कुहा जाए भगवानंकु दिने ना दिने आसिबाकु पड़िबो भक्तिर फल देवा पाई। तेबे एथिरु स्पष्ट जे भगवान जी निराकार से अलगा केउठी रहउछंती। निश्चय एठी सेठी सर्वत्र नुहंती। जदि सर्वत्र होई थांते तेबे भक्तिर किछि आवश्यकता न थांता। तीर्थ व्रत दान धर्म पूजा पाठ आदि किछि करिबाकु पड़ी न थांता। परंतु यह सृष्टि नाटकर अपरिहार्य नियमरे समस्ते बंधा। आमे माने भक्ति करी करी थकी जिबा परे अर्थात मुक्तिर पथ न पाई हताश हेई गले भगवान को आसीबाकू पड़ी थाए समस्तंकु मुक्ति आउ जीवन मुक्ति प्रदान करिबा पाई, जहाको शास्त्रीय भाषा रे कहा जाए कि भगवानंकु भक्तिर फल देवा पाई आसीबाकू पड़िला। अविनाशी सृष्टि नाटकर नियम अनुसारे अधा कल्प भक्ति एवं अधा कल्प ज्ञानर पाठ चलिबो। अर्थात अधा समय सुख अधा समय दुख समस्तंकु एई गति देई जीवाकू ही पड़िबो। सत्य त्रेतया द्वापर कली चारि जुग संपूर्ण हेबा परे कलीर तम प्रधान संस्कार को परिवर्तन करी सत्य जुगी सतो प्रधान संस्कार धारण करिवार समय अर्थात रिहर्सालर समय एई मध्यवर्ती कल्याणकारी पुरुषोत्तम संगम समय रे ही होई थाए, जहाकू आत्मिक ज्ञान कुहा जाए। जेउ ज्ञान स्वयं आत्मिक पिता परमात्मा आसी शिक्षा देई थांती। एही ज्ञानर फलस्वरूप अधा कल्प सत्य आउ त्रेतया दुई जुग मनुष्य दैवी गुण संपन्न देवी देवता ही प्राप्ति स्वरूप सुख शांति भरा स्वर्ग राज्यर अधिकार को भोग करि थाए। एहा परे द्वापर आउ कली दुई जुग आत्मविस्मृत होई देह अभिमान कारण वशतः पांच विकारर प्रभाव रे आसी दुख शांति भोग करि थाए एवं सेथिरु मुक्ति पाइबा पाई भक्तिर कर्मकांड करि थाए। अर्थात मंदिर आदि को जाई मागिबाकू लागि थाए। एबे भगवान आसी पुनः स्मृति देउछंती कि मीठा आत्मिक संतानगण तुमे माने देवी देवता कुलर अट। तुमकू एबे पूजारी रु पूज्य हेबाकू पड़िबो। बाबा तुम समस्तंकु भक्तिर फल देवा पाई आसीछंती। तेणु एबे सबु किछि छाड़ी मोरी शरणापन्न हुआ अर्थात एक मोरी श्रीमतरे चाल। तेबे तुमर जन्म जन्मांतरर पाप विनाश जाई आत्मा पवित्र सतोप्रधान होई दैवी गुणयुक्त होई जीव। सेथिपाई देह सहित देहर सबु संबंध गुड़िकरु ममत्व तुटाई निमित्त होई सबु किछि संभालिबार अछि। साक्षी द्रष्टा होई प्रत्येकंकर अभिनय को देखि चलिबा दरकार।
ତେବେ ଏଥିରୁ ମମତ୍ୱ ତୁଟେଇବାର ସହଜ ବିଧି ହେଉଛି ମୋର ତ ଏକମାତ୍ର ଶିବ ବାବା, ଦ୍ୱିତୀୟ କେହି ନୁହେଁ, ଏହି ପାଠକୁ ପକ୍କା କରିବା। ଶିବ ବାବା କହୁଛନ୍ତି, ଭକ୍ତିରେ ମଧ୍ୟ କହୁଥିଲ କି ବାବା, ଆପଣ ଯେବେ ଆସିବେ ତେବେ ମୁଁ ସବୁ ସଙ୍ଗ ଛାଡ଼ି ଆପଣଙ୍କ ସହିତ ସମ୍ବନ୍ଧ ରଖିବି। ତେଣୁ ଏବେ ମୁଁ କହୁଛି କି ତୁମେ ଦେହ ସହିତ ସବୁ ସମ୍ବନ୍ଧକୁ ବୁଦ୍ଧିରୁ ତ୍ୟାଗ କରି ନିଜକୁ ବିନ୍ଦୁ ଆତ୍ମା ଶରୀରଠାରୁ ଅଲଗା ଅନୁଭବ କର। ବିନ୍ଦୁ ପିତାଙ୍କୁ ମନେ ପକାଅ। ଏହି ପୁରୁଣା ଶରୀରଠାରୁ ମଧ୍ୟ ବୁଦ୍ଧି ତୁଟେଇ ଦିଅ। କିନ୍ତୁ ଏଥିରେ ହିଁ ପରିଶ୍ରମ କରିବାକୁ ପଡ଼ିବ। କାରଣ ଅନେକ ଜନ୍ମ ହେଲା ଆତ୍ମବିସ୍ମୃତ ହୋଇ ଜନ୍ମ ମରଣ ଚକ୍ରରେ ଆସି ଆସି ଦେହର ବନ୍ଧନରେ ଏପରି ଛନ୍ଦି ହୋଇଯାଇଛ ଯେ ପ୍ରତ୍ୟେକ ମୁହୂର୍ତ୍ତରେ ବୁଦ୍ଧି ଦେହ ସର୍ବସ୍ୱ ହୋଇଯାଉଛି। ତେଣୁ ପରିଶ୍ରମ କରି ଏହାକୁ ଭୁଲିବାକୁ ପଡ଼ିବ। ଯେହେତୁ ଏହି ସବୁ କିଛିକୁ ଛାଡ଼ି ବର୍ତ୍ତମାନ ନିଜସ୍ୱ ଆତ୍ମିକ ଘର ଶାନ୍ତିଧାମକୁ ଆତ୍ମାକୁ ଫେରିବାକୁ ପଡ଼ିବ। ଏହି ପ୍ରତିଜ୍ଞାକୁ ପାଳନ କରିବା ପାଇଁ ସକାଳୁ ସକାଳୁ ଉଠି ନିଜ ସହିତ କଥା ହୁଅ ବା ବିଚାର କର। ଏବେ ଏହି ନାଟକ ଶେଷ ହେଉଛି। ଆଟେନସନ୍ ପ୍ଲିଜ୍। କୁହାଯାଏ, ଯେପରି ଅନ୍ନ ସେପରି ମନ, ଅର୍ଥାତ୍ ମନ ଉପରେ ଖାଦ୍ୟର ପ୍ରଭାବ ରହିଥାଏ। ତେଣୁ ଭୋଜନ ପ୍ରସ୍ତୁତ କରିବା ଏବଂ ଭୋଜନ ଖାଇବା ସମୟରେ ଯୋଗଯୁକ୍ତ ଅବସ୍ଥାରେ ଅର୍ଥାତ୍ ଆତ୍ମିକ ସ୍ଥିତିରେ ରହି ପରମାତ୍ମାଙ୍କ ସ୍ମୃତିରେ ଏହି କାର୍ଯ୍ୟ ସମ୍ପାଦନ କରିବା ଆବଶ୍ୟକ। ବ୍ୟର୍ଥ ବାର୍ତ୍ତାଳାପ କରିବା ଅନୁଚିତ। ଶିବ ବାବା କହୁଛନ୍ତି, ଯେହେତୁ ବର୍ତ୍ତମାନ ଘର ବାହୁଡ଼ା ସମୟ, ତେଣୁ ଯୋଗ ବଳ ଦ୍ୱାରା ପାପର ଖାତାକୁ ଯୁକ୍ତ କରିବାକୁ ହେବ। ଦିନରେ ଶରୀର ନିର୍ବାହ ଅର୍ଥେ କର୍ମ କର। ରାତ୍ରିରେ ଜାଗ୍ରତ ରହି ନିଜ ସହିତ ନିଜେ କଥାବାର୍ତ୍ତା କର। ବିଚାର କର ଯେ ଏହି ନାଟକ ଶେଷ ହେବାକୁ ଯାଉଛି। ଆମେ ଏବେ ଘରକୁ ଅର୍ଥାତ୍ ପରମଧାମ ଘରକୁ ଫେରିଯିବୁ। ସେଥିପାଇଁ ବଞ୍ଚି ଥାଉଁ ଥାଉଁ ଦେହର ସମ୍ବନ୍ଧୀ ବସ୍ତୁ ବୈଭବ ଆଦିଠାରୁ ମମତ୍ୱ ତୁଟାଇ ଦିଅ। ଡବଲ ନିଶାଯୁକ୍ତ ସ୍ଥିତି ଦ୍ୱାରା ସର୍ବଦା ନିର୍ବିଘ୍ନ ରହୁଥିବା ବିଶ୍ୱ ପରିବର୍ତ୍ତକ ହୁଅ। କାରଣ ତୁମେମାନେ ମାଲିକ ମଧ୍ୟ ଅଟ ଏବଂ ବାଳକ ମଧ୍ୟ। ଯେତେବେଳେ ଯେଉଁ ସ୍ଥିତିର ଆବଶ୍ୟକତା ରହିଛି ସେହି ସ୍ଥିତିରେ ସ୍ଥିତ ହୋଇଯାଅ। ଏହିଭଳି ଡବଲ ନିଶା ସର୍ବଦା ନିର୍ବିଘ୍ନ ଜୀବନର ଅନୁଭବ କରାଇବ ଏବଂ ଏହିଭଳି ଆତ୍ମାମାନଙ୍କୁ ବିଘ୍ନ ବିନାଶକର ଉପାଧି ପ୍ରାପ୍ତ ହୋଇଯାଏ। କେବଳ ନିଜ ପାଇଁ ନୁହେଁ, ପରନ୍ତୁ ସାରା ବିଶ୍ୱର ବିଘ୍ନ ବିନାଶକ, ବିଶ୍ୱ ପରିବର୍ତ୍ତକ। ସେମାନଙ୍କ ସମ୍ମୁଖରେ ବିଘ୍ନ ମଧ୍ୟ ସ୍ୱତଃ ଦୁର୍ବଳ ହୋଇଯାଏ। ଯଦି ନିଜର ଡବଲ ଲାଇଟ୍ ସ୍ୱରୂପରେ ସ୍ଥିତ ରହିବ, ତେବେ ସବୁ ବୋଝ ସମାପ୍ତ ହୋଇଯିବ। ଡବଲ ଲାଇଟ୍ ଅର୍ଥାତ୍ ପ୍ରକାଶ ସ୍ୱରୂପ ଏବଂ ହାଲୁକା ସ୍ଥିତି। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ପୁନଶ୍ଚ ଆସନ୍ତାକାଲି ଆମେମାନେ ସେହି କଲ୍ୟାଣକାରୀ ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଶ୍ରବଣ କରିବା।
ନିଜ ଜୀବନରେ ଧାରଣ କରି ନିଜ ଜୀବନକୁ ପରିବର୍ତ୍ତନ କରିବା ସହିତ ସାରା ବିଶ୍ୱକୁ ପରିବର୍ତ୍ତନ କରିବାର କାର୍ଯ୍ୟରେ ସହଯୋଗ କରିବା। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।